ନମସ୍କାର ସାଙ୍ଗମାନେ। ପୂର୍ବ ଭିଡ଼ିଓରେ କହିଥିଲି ମୋର ଗୋଡ଼ଟା ଫ୍ରାକ୍ଚର୍ ହେଇଯାଇଛି ଆଉ ମୁଁ ରୋଷେଇବାସ କରିପାରୁନି। ଏବେ ମୋ ସ୍ୱାମୀ ଗୋଟେ ଭାତ ବସେଇଲେ, ଭାତ ବସେଇ ସାରିକିନା ପରିବା ସବୁ କାଟିଲେ ବସିକି। ପରିବା ସବୁ କାଟି ସାରିଲା ପରେ ସେ ମାଛ ରାନ୍ଧିଲେ। ମୁଁ କହିଲି ବେଶୀ କିଛି କରିପାରିବେନି ସିଏ, ତେଣୁ ସେ ଯେଉଁ ଲୁଣି ମାଛ ଥିଲା ତାକୁ ଟିକେ ସୋରିଷ ମସଲା ଦେଇ କରିଦେଲେ, ଆଉ ଭାକୁଡ଼ ମାଛ ଥିଲା ତାକୁ ଟିକେ ଜିରା ଝାଳ କରିଦେଲେ। ତାପରେ କେମିତି ଲାଗୁଛି ମୁଁ ଟିକେ ଟେଷ୍ଟ କଲି, ମୁଁ କେମିତି ଲାଗୁଛି ଦେଖେ ରୋଷେଇଟା ତାଙ୍କର। ଯାହା ହଉ ମୋଟାମୋଟି ଭଲ କରିଥିଲେ, ମୁଁ ଟିକେ କହିଦେଲି, ସେ ପୁଣି ରାନ୍ଧିଲେ। ଆଉ ଯେମିତି ହଉ ଦିନଟା ଖରାବେଳଟା ଚାଲିଗଲା ସେମିତି ଯେମିତି ହଉ। ପୁଣି ରାତି ଖାଇବାରେ ସେ ହୋଟେଲରୁ ନେଇ ଆସିଥିଲେ, ଏଇଟା ହେଉଛି ରୁଟି ଆଳୁ ପୋଟଳ ଗୋଟେ ମାନେ ଛେଞ୍ଚଡ଼ା ତରକାରୀ। ଯାହା ହଉ ମାନେ ସେଦିନ ଗୋଟେ ଦିନ ଚାଲିଗଲା ଆମର ଏମିତି ଖାଇବାରେ। ଆଳୁ ପୋଟଳଟା ମାନେ ତାଙ୍କର ଆଳୁ ବେଶୀ ସେ ଖାଆନ୍ତିନି, କିନ୍ତୁ ସବୁ ତରକାରୀ ମେଞ୍ଚେ ମେଞ୍ଚେ ଖାଲି ଆଳୁ ପକେଇଛନ୍ତି। ଯାହା ହଉ କଷ୍ଟମଷ୍ଟ ଦିନଟା ପେଟ ପୁରିଲେ ଗଲା। ସେମିତି ଦୁଇ ଜଣ ବସିକିନା ଖାଇଲେ ଡାଇନିଂରେ, ତଳେ ତ ଜମା ଟୋଟାଲି ବସି ପାରୁନି ମୁଁ। ଆଉ ଦେଖନ୍ତୁ ସାଙ୍ଗମାନେ, ମୋ ଚ୍ୟାନେଲ୍ଟା କେମିତି ଲାଗିଲା ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ରହୁଛି।